এটা স্বাভাবিক এবং বিজু জনতা দল রাজরাস্তাକୁ ଓହ୍ଲେଇ ଚାଲିବ ଯେବେ ଯାଏ এটা ଗୋଟେ ଜୁଡିସିଆଲ ଇନକ୍ୱାରି ହେଇନି। ଏହି ପ୍ରକାର ନାରୀ ଯାତନା ବଢ଼ି ଚାଲିଛି ନିର୍ଯାତନା। କାଲି ଗୋଟେ ନିମାପଡ଼ାରେ ହେଲା। ଏବେ ଅତୀତରେ ଆମେ ଦେଖୁଛୁ ଆଇନ ଶୃଙ୍ଖଳାଟା ଏତେ ତଳକୁ ଖସି ଯାଇଛି। ଗୋଟାଏ ସମୟରେ ଯେତେବେଳେ କଂଗ୍ରେସ ସରକାର ଥିଲା ଏଇଭଳି ଗୁଣ୍ଡା ରାଜ ଚାଲିଥିଲା। ତେଣୁ ଅବିକା ଗୋଟେ ପ୍ରକାର ଗୁଣ୍ଡା ରାଜ ଚାଲିଛି। ବିଜେପିର ଶାସନ ଅରାଜ୍ୟ ଶାସନ ହେଇଛି। ନାରୀ ନିର୍ଯାତିତ ହେଉଛନ୍ତି, ନାରୀଙ୍କୁ ସୁରକ୍ଷିତ ନାହିଁ। ଯେଉଁ 24 ବର୍ଷରେ ନବୀନ ବାବୁ ନାରୀଙ୍କୁ ସଶକ୍ତ କରିକିରି ତାଙ୍କ ସମୟରେ ଏହି ପ୍ରକାର ଅପସମ୍ମାନ ନାରୀଙ୍କୁ ଦିଆଯାଇନି। ଏବେ କଣ୍ଟିନ୍ୟୁସଲି ହେଉଛି। ତେଣୁ ଆର ସେଇଥିଲାଗି ଆଜି ଆମର ଏଇ ବିଶାଳ ଦେଖନ୍ତୁ ଆମେ 24 ବର୍ଷରେ କ'ଣ କଲୁ ସିଏ ପ୍ରଶ୍ନ ସିଏ କ'ଣ କରିବେ କୁହନ୍ତୁ ଆଗେ। ତମକୁ ତ ଓଡ଼ିଶା ଲୋକ ବିଶ୍ୱାସ ଦେଇଛନ୍ତି, ତମେ କ'ଣ କରିବ ନ କହି ଆମେ ଯଦି କିଛି କରିନଥିଲୁ 24 ବର୍ଷ ଶାସନରେ କାହିଁ ରହିଥିଲୁ। ଲୋକ 24 ବର୍ଷରେ ନବୀନ ବାବୁଙ୍କ ଶାସନରେ ଏବେ ବି ଝୁରୁଛନ୍ତି। ତେଣୁ ଶାସକ ଦଳ ବର୍ଷେ ହେଲାଣି କିଛି ତ କରିପାରିଲାନି। ନାରୀ ନିର୍ଯାତନ ଛାଡ଼ିକିରି ଆଉ ତାଙ୍କର କିଛି ହେଇନି। ରଙ୍ଗ ବଦଳିଲେ, ନାଁ ବଦଳିଲେ, ଯୋଜନା ନବୀନ ବାବୁଙ୍କର ଯାତ୍ରା ତାକୁ ନାଁ ବଦଳିଲେ।